ବିଛା ରାଶି ଜୁନ୍ ମାସର ମାସିକ ରାଶି ଫଳ। ଜୁନ୍ ମାସରେ ବିଛା ରାଶି ପାଇଁ ଗ୍ରହମାନଙ୍କର ଅବସ୍ଥିତି ଅନୁକୂଳ ସ୍ଥିତିରେ ନଥିବାରୁ ଏହି ମାସରେ ବିଛା ରାଶି ଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ବହୁତ ସମ୍ଭାବନା ରହିଛି। ବିଛା ରାଶିର ଅଷ୍ଟମ ଭାବରେ ବୃହସ୍ପତି ମହାଗ୍ରହ ଏବଂ ଷଷ୍ଠ ଭାବରେ ଶୁକ୍ର ମହାଗ୍ରହ ମାସ ସାରା ଅବସ୍ଥାନ କରୁଥିବାରୁ ଏହି ଦୁଇ ଶୁଭଗ୍ରହ ବିଛା ରାଶି ଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇବାର ସମ୍ଭାବନା ସୃଷ୍ଟି କରୁଛନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁନ୍ ମାସରେ ରାଶିମାନଙ୍କର ରାଶିଫଳ ଉପସ୍ଥାପନାରେ ଆଜି ଜାଣିବା ବିଛା ରାଶି ପାଇଁ ଜୁନ୍ ମାସର ମାସିକ ରାଶିଫଳ କିପରି ରହିବ। ପ୍ରଥମେ ବିଛା ରାଶିର ସ୍ୱାସ୍ଥ୍ୟ କଥା ବିଚାରକୁ ନେଲେ ଜଣାଯାଏ ଯେ ବିଛା ରାଶିର ଅଷ୍ଟମ ଭାବରେ ଅବସ୍ଥିତ ବୃହସ୍ପତି ମହାଗ୍ରହ ବିଛା ରାଶି ଜାତ ବ୍ୟକ୍ତିଙ୍କର ପେଟ ଗଣ୍ଡଗୋଳର କାରଣ ହୋଇପାରନ୍ତି। ଖାଦ୍ୟ ବଦହଜମୀରୁ ପେଟ ଯନ୍ତ୍ରଣା ବୃଦ୍ଧି ପାଇପାରେ। ନବମ ଭାବରେ ଅବସ୍ଥିତ ବିଛା ରାଶି ଅଧିପତି ମଙ୍ଗଳ ନିଜ ନୀଚ ରାଶି କର୍କଟ ରାଶିରେ ରହି ବ୍ଲଡ଼ ପ୍ରେସର, ରକ୍ତ ସମ୍ପର୍କିତ ରୋଗ, ବ୍ରଣ, ଫୋଟକା ତଥା ଘା ଭଳି ସମସ୍ୟା ପ୍ରଦାନ କରିବାର ସମ୍ଭାବନା ଥିବାବେଳେ ଷଷ୍ଠ ଭାବରେ ଅବସ୍ଥିତ ଶୁକ୍ର ଯୌନ ସମ୍ପର୍କିତ ରୋଗ ତଥା ମଧୁମେହ ବା ଡାଇବେଟିକ୍ ଭଳି ରୋଗ ପ୍ରଦାନ କରିବାର ସମ୍ଭାବନା ରହିଅଛି। ଜୁନ୍ ମାସର ଦ୍ୱିତୀୟାର୍ଦ୍ଧରେ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ଅଷ୍ଟମ ସ୍ଥାନ ମିଥୁନ ରାଶିରେ ପ୍ରବେଶ କଲେ ଏହିସବୁ ରୋଗ ଦେଖା ଦେଇଥିଲେ ସେହି ସମୟରେ ତା'ର ପ୍ରାଦୁର୍ଭାବ ବଢ଼ିଯିବାର ବିଶେଷ ସମ୍ଭାବନା ଅଛି। ଜୁନ୍ ମାସରେ ବିଛା ରାଶିର କ୍ୟାରିୟର ବା କର୍ମକ୍ଷେତ୍ର ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଜୁନ୍ ମାସ ସାରା କେତୁ ବିଛା ରାଶିର ଦଶମ ଭାବ ସିଂହ ରାଶିରେ ରହି କର୍ମକ୍ଷେତ୍ରରେ ଅନିଶ୍ଚିତ ଫଳ ପ୍ରଦାନ କରିବ। ଏପରିକି କର୍ମକ୍ଷେତ୍ରରୁ ବିତାଡ଼ିତ କରିବାର ସମସ୍ୟା ଉପୁଜାଇପାରେ। ଦଶମ ଭାବର ଅଧିପତି ସୂର୍ଯ୍ୟ ମାସର ଦ୍ୱିତୀୟାର୍ଦ୍ଧରେ ବିଛା ରାଶିର ଅଷ୍ଟମ ଭାବ ମିଥୁନ ରାଶିରେ ପ୍ରବେଶ କଲେ ଚାକିରି ଛାଡ଼ିଦେବା ପାଇଁ ମନ ଭିତରେ ଚିନ୍ତାର ଉଦ୍ରେକ ହୋଇପାରେ। ମାସର ପ୍ରଥମ ସପ୍ତାହ ପରେ ବିଛା ରାଶି ଅଧିପତି ମଙ୍ଗଳ ଦଶମ ସ୍ଥାନ ସିଂହ ରାଶିରେ କେତୁଯୁକ୍ତ ହୋଇ ରହିଲେ ଅଙ୍ଗାରକ ଯୋଗ ସୃଷ୍ଟି କରିବେ। ତେଣୁ ଏହି ସମୟରେ କର୍ମକ୍ଷେତ୍ରରେ କଳି ଝଗଡ଼ା ଗଣ୍ଡଗୋଳ ଲାଗି ରହିବାର ବିଶେଷ ସମ୍ଭାବନା ଦେଖାଯାଉଛି। ଅବଶ୍ୟ ଏହି ସମୟରେ ଆପଣଙ୍କ କର୍ମକ୍ଷେତ୍ରରେ ଆପଣଙ୍କୁ ନେତୃତ୍ୱ ନେବାର ସୁଯୋଗ ମିଳିପାରେ। ତା ସହିତ ଆପଣଙ୍କ ଭିତରେ ଅନ୍ତର୍ନିହିତ ଥିବା ପ୍ରଶାସନିକ ଦକ୍ଷତାର ପରିଚୟ ଆପଣ ଏହି ସମୟରେ ଦେଇପାରିବେ। ଜୁନ୍ ମାସରେ ବିଛା ରାଶିର ଆର୍ଥିକ କ୍ଷେତ୍ର ମଧ୍ୟମ ଧରଣର ରହିବ। ଦ୍ୱିତୀୟ ଧନସ୍ଥାନର ଅଧିପତି ବୃହସ୍ପତି ଆପଣଙ୍କ ରାଶିର ଅଷ୍ଟମ ସ୍ଥାନରେ ବସି ନିଜ ଘର ଦ୍ୱିତୀୟ ସ୍ଥାନ ଧନୁରାଶିକୁ ଦୃଷ୍ଟି ପ୍ରଦାନ କରୁଥିବାରୁ ଧନ ଖର୍ଚ୍ଚ ହେବ ସତ, କିନ୍ତୁ ଧନ ଆଦାୟ ମଧ୍ୟ ହେବ। ବିଛା ରାଶିର ପଞ୍ଚମ ସ୍ଥାନରେ ରହିଥିବା ଶନି ସପ୍ତମ ଦୃଷ୍ଟିରେ ଏକାଦଶ ଆୟସ୍ଥାନ ଉପରକୁ ଦୃଷ୍ଟି ପ୍ରଦାନ କରୁଥିବାରୁ
ବ୍ୟବସାୟ କ୍ଷେତ୍ରରୁ ଅର୍ଥ ଲାଭ ହେବାର ସୂଚନା ମିଳେ। ଧନ ଲାଭ ହେବ ସତ, କିନ୍ତୁ ଟିକିଏ ବିଳମ୍ବିତ ହେବ। ବିଛା ରାଶିର ସପ୍ତମ ସ୍ଥାନ ବୃଷ ରାଶିରେ ବୁଧାଦିତ୍ୟ ଯୋଗ ନାମକ ଏକ ଅତି ଦୁର୍ଲଭ ଯୋଗ ନିର୍ମାଣ କରୁଥିବାରୁ ମାସର ପ୍ରଥମାର୍ଦ୍ଧରେ ସରକାରୀ ସ୍ତରରୁ ଧନ ଉପାର୍ଜନରେ ସହାୟକ ହେବ। କଣ୍ଟ୍ରାକ୍ଟ, ଅର୍ଡ଼ର ସପ୍ଲାଇ, ନିର୍ମାଣ କାର୍ଯ୍ୟ, ସରକାରୀ ଠିକା ପ୍ରଭୃତି କାର୍ଯ୍ୟରେ ବ୍ୟସ୍ତ ଥିବା ବ୍ୟକ୍ତିବିଶେଷ ମାସର ପ୍ରଥମାର୍ଦ୍ଧରେ ଏହିସବୁ କାର୍ଯ୍ୟରୁ ପ୍ରଚୁର ଲାଭ କମାଇ ପାରିବେ। ଜୁନ୍ ମାସରେ ବିଛା ରାଶିର ପ୍ରେମ, ବିବାହ ଓ ପରିବାର ସମ୍ପର୍କରେ ବିଚାର କଲେ ଜଣାଯାଏ। ପଞ୍ଚମ ସ୍ଥାନ ପ୍ରେମ ସ୍ଥାନର ଅଧିପତି ବୃହସ୍ପତି ମାସ ସାରା ଅଷ୍ଟମ ନିର୍ଦ୍ଧନ ଭାବରେ ରହିବା ଦ୍ୱାରା ଲଭ୍ ଲାଇଫରେ ଥିବା ପ୍ରେମୀ ଯୁଗଳଙ୍କ ମନ ମଧ୍ୟରେ ନିରାଶା ଭାବ ସୃଷ୍ଟି ହେବ। ତା ସାଙ୍ଗକୁ ଶନି ପଞ୍ଚମ ଭାବରେ ମାସ ସାରା ରହିଥିବାରୁ ପ୍ରେମୀ ଯୁଗଳ ପରସ୍ପର ପ୍ରତି ମନ ଭିତରେ ସନ୍ଦେହ ପୋଷଣ କରିବେ। ସାମାନ୍ୟ କଥାକୁ ନେଇ ବିରାଟ ପ୍ରଶ୍ନବାଚୀ ତିଆରି ହେବ। ଶେଷରେ ଏ ସମ୍ପର୍କକୁ ନେଇ ନିଜେ ସନ୍ଦିହାନ ରହିବେ। ମାସର ପ୍ରଥମାର୍ଦ୍ଧରେ ବିଛା ରାଶିର ସପ୍ତମ ଭାବ ବୃଷ ରାଶିରେ ବୁଧାଦିତ୍ୟ ଯୋଗ ସଫଳ ଦାମ୍ପତ୍ୟ ଜୀବନକୁ ଇସାରା ପ୍ରଦାନ କରୁଛି। ମାସର ପ୍ରଥମାର୍ଦ୍ଧଟି ଦାମ୍ପତ୍ୟ ଜୀବନ ଖୁସି ବାସିରେ କଟିବ। ଆପଣଙ୍କ ପାର୍ଟନର ଆପଣଙ୍କ ଦୋଷ ତ୍ରୁଟିକୁ ନିଜ ବୁଦ୍ଧି ଦ୍ୱାରା ସମାଧାନ କରିଦେବେ। କିନ୍ତୁ ଜୁନ୍ ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ବିଛା ରାଶିର ଅଷ୍ଟମ ସ୍ଥାନ ମିଥୁନ ରାଶିରେ ପ୍ରବେଶ କଲେ ପାରିବାରିକ ଜୀବନରେ ସାମାନ୍ୟ ଦ୍ୱନ୍ଦ୍ୱ ଦେଖାଯିବ। ଆପଣଙ୍କ କଥାକୁ ନେଇ ପରିବାର ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହେବାର ସମ୍ଭାବନା ଥିବାରୁ କଥା କହିବାରେ ସଂଯମତା ରଖିବା ଆବଶ୍ୟକ। ଏହା ସତ୍ତ୍ୱେ ବି ସପରିବାର ତୀର୍ଥ ଭ୍ରମଣରେ ଯିବା ପାଇଁ ଯୋଜନା ମଧ୍ୟ କରିପାରନ୍ତି। ଏ ତ ଗଲା ମୋଟାମୋଟି ଭାବରେ ବିଛା ରାଶି ପାଇଁ ଜୁନ୍ ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ବିଛା ରାଶିଜାତ ବ୍ୟକ୍ତି ବିଛା ରାଶିର ଅଧିପତି ମଙ୍ଗଳ ମହାଗ୍ରହଙ୍କର ଅଧିଷ୍ଠାତା ଦେବତା ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।